ଆଜି ହେଉଛି ଜୁଲାଇ ମାସ 4 ତାରିଖ ଅର୍ଥାତ୍ ଶୁକ୍ରବାର ଦିନ। ଓଡ଼ିଶାର ଅଧିକାଂଶ ଜିଲ୍ଲାଗୁଡ଼ିକୁ ମଧ୍ୟାହ୍ନ ସୁଦ୍ଧା ପ୍ରବଳ ବର୍ଷା। 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆଉ 4ଟି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି 11ଟି ଜିଲ୍ଲାକୁ 7 ସେଣ୍ଟିମିଟରରୁ 11 ସେଣ୍ଟିମିଟର ବର୍ଷା କିଛି କିଛି ଜିଲ୍ଲାମାନଙ୍କରେ ହୋଇପାରେ। ତା ସାଙ୍ଗକୁ ପବନ ମଧ୍ୟ 30ରୁ 40 କିମି ବେଗରେ ବହିପାରେ। ଆଉ 4ଟି ଗୋଟି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା 12 ସେଣ୍ଟିମିଟରରୁ 20 ସେଣ୍ଟିମିଟର ବର୍ଷା। ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାମାନଙ୍କରେ କେଉଁ କେଉଁ ଜିଲ୍ଲାମାନଙ୍କରେ ମଧ୍ୟମ ଧରଣର ବର୍ଷା ଏବଂ କେଉଁ କେଉଁ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ଜାଣିବା ଆଗରୁ ଆମ ଚ୍ୟାନେଲରେ ନୂଆ କରି ଆସିଥିଲେ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କରନ୍ତୁ। ଓଡ଼ିଶାରେ ଏହି ଲଘୁଚାପ ପ୍ରଭାବ ଆଗାମୀ 3 ଦିନ ଧରି ରହିବ ଏବଂ ଆଗାମୀ 3 ଦିନରେ ବିଭିନ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ। ଲଘୁଚାପ ପ୍ରଭାବରେ ସକ୍ରିୟ ହୋଇଥିବା କେଉଁ କେଉଁ ଜିଲ୍ଲାଗୁଡ଼ିକୁ କେଉଁ ୱାର୍ଣ୍ଣିଂ ଦିଆଯାଇଛି ଜାଣିବା। ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ। ଏହି ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ସହ ବର୍ଷା ଏବଂ କେଉଁ କେଉଁ ଜିଲ୍ଲାଗୁଡ଼ିକରେ ପ୍ରବଳ ମଧ୍ୟ ବର୍ଷା ହୋଇପାରେ। ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଆଜି ପାଇଁ ଏତିକି। ରହିଲି, ଧନ୍ୟବାଦ।